ଯେମିତି ଦେବତା ମାନଙ୍କ ଜୀବନରେ ଦୁଃଖ ଆସିଲା ଅସୁବିଧା ଆସିଲା ସମସ୍ତେ ଧାଇଁ ଗଲେ କ୍ଷୀରସାଗର କୂଳକୁ। ଆପଣଙ୍କ ଘରେ ଅସୁବିଧା ଅଛି ନା ନାହିଁ? ଆପଣଙ୍କ ଗାଁରେ ଅସୁବିଧା ଅଛି ନା ନାହିଁ? ଆଜି ପ୍ରଭୁପାଦଙ୍କର ଗୋଟେ ଲେକ୍ଚର ମୁଁ ଶୁଣିଥିଲି, ଇଂଲିଶ ଲେକ୍ଚର। ପ୍ରଭୁପାଦ କହୁଥିଲେ, କହିଲେ ସମସ୍ତଙ୍କ ଘରେ ସମସ୍ୟା ଅଛି, ଦେଶରେ ରାଜ୍ୟରେ ସବୁ ଜାଗାରେ ସମସ୍ୟା। ଆଉ ସେଇ ସମସ୍ୟାର ସମାଧାନ ପାଇଁ ଆମେ କଠିନ ପରିଶ୍ରମ କରୁଛେ, ହଁ କି ନା? କେତେ ଚେଷ୍ଟା କରୁଛେ ଆମ ଘରକୁ ଆମେ ସଜାଡ଼ିବା ପାଇଁ, କେତେ ଚେଷ୍ଟା କରୁଛେ ଆମ ଗାଁକୁ ଆମେ ସୁଖ ସମୃଦ୍ଧି ଭରିଦେବା ପାଇଁ, କିନ୍ତୁ କିଛି ସଫଳ ହବନି। କଣ କଲେ ସଫଳ ହବ ନା? ଭଗବାନଙ୍କୁ ସ୍ମରଣ କଲେ, ଭକ୍ତି ଆଚରଣ କର। ଯେପର୍ଯ୍ୟନ୍ତ ଭଗବାନଙ୍କୁ ଆମେ ଭଜନ ନ କରିଛେ ସେ ପର୍ଯ୍ୟନ୍ତ ଯେତେ ଚେଷ୍ଟା କଲେ ଆପଣ ଆପଣଙ୍କ ଘରକୁ ସଜାଡ଼ି ପାରିବେ ନାହିଁ। ଘରର ଅନ୍ୟ ନାମ ହେଉଛି ଭବନ। ଲେଖୁନି ଆମେ ବାସୁଦେବ ଭବନ, ସୁଖ ଶାନ୍ତି ଭବନ, ଭବନ। ଭଟା ଯଦି ବାହାର କରିଦବା ଆଉ କଣ ରହିଲା? କଣ ରହିଲା? ବନ। ବନ ମାନେ ଜଙ୍ଗଲ। ସେଥିପାଇଁ ଭ ହେଉଛନ୍ତି ଭଗବାନ। ଯୋଉ ଘରେ ଭଗବାନ ନଥାନ୍ତି, ଭଗବାନଙ୍କର ବାଣୀ ନଥାଏ, ଭଗବାନଙ୍କର ପୂଜାର୍ଚ୍ଚନା ନଥାଏ, ଭଗବାନଙ୍କର ଶାସ୍ତ୍ର ଅଧ୍ୟୟନ ଯୋଉ ଘରେ କରାଯାଏ ନା, ସେଟା ବନ ଭଳିଆ। ଯେମିତି ଜଙ୍ଗଲ ଭିତରେ ପଶୁମାନେ ରହନ୍ତି, ପରସ୍ପର ଭିତରେ ଝଗଡ଼ା ହୁଅନ୍ତି, ସେମିତି ଯୋଉ ଘରେ ଭଗବାନଙ୍କୁ ସ୍ମରଣ କରାଯାଏ ନା, ସେଇ ଘର ପଶୁପକ୍ଷୀଙ୍କୁ ଜୀବନ ନିର୍ବାହ କରନ୍ତି, ହଁ କି ନାହିଁ? ହରି ବୋଲ। କିନ୍ତୁ ଯୋଉଠି ଭଗବାନଙ୍କୁ ସ୍ମରଣ କରନ୍ତି ସେଠି ଦୟା, ମୈତ୍ରୀ, ପ୍ରେମ, ଶାନ୍ତି, ଯେମିତି ପାଣ୍ଡବ ମାନେ ଭଗବାନଙ୍କ ଆସିଲେ। ସେଥି ଆମେ ଏଠୁ ଶିକ୍ଷା ଗ୍ରହଣ କରୁଛେ। ଆମକୁ ଯେତେବେଳେ ବିପଦ ଆସିବ ସେତେବେଳେ ଆମେ ଠାକୁର ଘରକୁ ଯାଇକି ଭଗବାନଙ୍କୁ ସ୍ମରଣ କରିବା, ପ୍ରଭୁ এই ବିପଦରୁ ଆମକୁ ଉଦ୍ଧାର କରନ୍ତୁ। ଏମିତି ନୁହଁ ପାଠଶାଠ ପଢିବାନି, ବିମାର ହେଲେ ମେଡିକାଲ ଯିବାନି, ନା, ସବୁ କରିବା, ତା ସାଥେ ଆମେ ଭଗବାନଙ୍କୁ ସ୍ମରଣ କରିବା। ସେ ହେଉଛି ସବୁଠାରୁ ଉଚ୍ଚ ବଳ, ଭଗବତ ବଳ। ବିମାର ହେଲା, ମେଡିକାଲକୁ ଯାଉଛେ, ମେଡିସିନ ଖାଉଛେ, ବହୁତ ଟ୍ରିଟମେଣ୍ଟ ହଉଛେ, ହଜାର ହଜାର ଟଙ୍କା ସାରୁଛେ, ଶେଷରେ ଡକ୍ଟର କହୁଛି ଆଉ ଭଲ ହବାର ଆଶା ନାହିଁ। ତାପରେ କଣ କରିବ ନା ଭଗବାନଙ୍କୁ ଡାକ। ଆରେ ମୂର୍ଖ ଲୋକ, ପ୍ରଥମରୁ କାହିଁ ଭଗବାନଙ୍କୁ ଡାକିନଥିଲ? ଶେଷରେ ସବୁ ସରିଲା ପରେ ଭଗବାନଙ୍କୁ ଡାକୁଛ। ସେଥିପାଇଁ ଘରୁ ପାଦ କାଢୁ କାଢୁ ଭଗବାନଙ୍କୁ ଡାକିବା, ହେ ଜଗନ୍ନାଥ ଆପଣ ରକ୍ଷା କରନ୍ତୁ। କରୁଛେ ନା, ନାକରେ ପାଣି ପଶିଲେ ଭଗବାନ ମନେ କରୁଛନ୍ତି। ସେଥିପାଇଁ ସାଧୁ ସଙ୍ଗ କର, ଶାସ୍ତ୍ର ଅଧ୍ୟୟନ କର, ତାହେଲେ ପାଦେ ଚାଲିଲେ ଭଗବତ ସ୍ମରଣ ହବ। ବିପଦରେ ଆପଦରେ ସବୁ ସମୟରେ ଭଗବାନଙ୍କୁ ସ୍ମରଣ କରିପାରିବା।